ବ୍ରହ୍ମାଣ୍ଡର ଅନନ୍ତ ଗଭୀରତାରେ ଯେତେବେଳେ ଗ୍ରହମାନଙ୍କର ଗତି ବଦଳିଯାଏ, ସେତେବେଳେ ଏହାର ସବୁଠାରୁ ଗଭୀର ପ୍ରଭାବ ସେହି ଆତ୍ମାମାନଙ୍କ ଉପରେ ପଡ଼ିଥାଏ, ଯେଉଁମାନେ କୁମ୍ଭ ରାଶିର ଚକ୍ରରେ ଜନ୍ମଗ୍ରହଣ କରିଛନ୍ତି। ଆପଣ କ'ଣ କେବେ ଅନୁଭବ କରିଛନ୍ତି କି ଆପଣ କଠିନ ପରିଶ୍ରମ କରୁଛନ୍ତି, ହେଲେ ତା'ର ଫଳ ଅନ୍ୟ କେହି ନେଇଯାଉଛି? କିମ୍ବା ଯେତେବେଳେ ଆପଣ ସଫଳତାର ସବୁଠାରୁ ନିକଟତର ହେଉଛନ୍ତି, ଠିକ୍ ସେତିକି ବେଳେ କୌଣସି ଅଜଣା ବାଧା ଆସି ସବୁ କିଛି ନଷ୍ଟ କରିଦେଉଛି? ମନେ ରଖନ୍ତୁ, ଏହା କେବଳ ଏକ ସଂଯୋଗ ବା ଭାଗ୍ୟର ଖେଳ ନୁହେଁ, ଏହା ହେଉଛି ସେହି ବ୍ରହ୍ମାଣ୍ଡୀୟ ଶକ୍ତିର ଖେଳ, ଯାହାକୁ ବୁଝିବା ପ୍ରତ୍ୟେକ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ନିହାତି ଜରୁରୀ। ବନ୍ଧୁଗଣ, ଆଜି ଆମେ କୌଣସି ବହିରେ ଲେଖାଯାଇଥିବା ଜ୍ୟୋତିଷ ବିଷୟରେ ଆଲୋଚନା କରିବା ଦେଖିବା ନାହିଁ, ବରଂ ସେହି ପିତା ସତ୍ୟ ଏବଂ ଲୁଚି ରହିଥିବା ନ୍ୟାୟ ବିଷୟରେ କହିବା, ଯାହାକୁ ସ୍ୱୟଂ ଶନିଦେବ ଆପଣଙ୍କ ଭାଗ୍ୟର ପୃଷ୍ଠାରେ ଲେଖିଛନ୍ତି। ଏହି ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଆପଣ ନିଜ ଭିତରେ ଏକ ବଡ଼ ପରିବର୍ତ୍ତନ ଅନୁଭବ କରିବେ। କୁମ୍ଭ ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ। ଶନିଙ୍କର ଅର୍ଥ ହେଉଛି ଅନୁଶାସନ, ଧୈର୍ଯ୍ୟ ଏବଂ ନ୍ୟାୟ। ଅନେକ ସମୟରେ ଆପଣଙ୍କୁ ଲାଗୁଥିବ ଯେ ଜୀବନ ଆପଣଙ୍କ ପ୍ରତି ବହୁତ କଠୋର, କିନ୍ତୁ ବାସ୍ତବରେ ଆପଣ ଏକ ଏମିତି ନିଆଁରେ ଜଳୁଛନ୍ତି ଯାହା ଆପଣଙ୍କୁ କୋଇଲାରୁ ସୁନା ବନାଇବା ପାଇଁ ପ୍ରସ୍ତୁତ କରୁଛି। ଜୀବନର ଏହି ଉତ୍ଥାନ ପତନ ଆପଣଙ୍କ କର୍ମର ଦଣ୍ଡ ନୁହେଁ, ବରଂ ଆପଣଙ୍କ ଆତ୍ମାର ଶୁଦ୍ଧିକରଣ ଏକ ମାଧ୍ୟମ ଅଟେ। ଜୁନ୍ ମାସର ଏହି ବାକି ରହିଥିବା ଦିନଗୁଡ଼ିକରେ ଆକାଶମଣ୍ଡଳରେ ଏକ ବଡ଼ ହଲଚଲ ହେବାକୁ ଯାଉଅଛି, ଯାହା ସିଧାସଳଖ ଆପଣଙ୍କର ଆର୍ଥିକ ଏବଂ ପାରିବାରିକ ସ୍ଥିତିକୁ ପ୍ରଭାବିତ କରିବ। ଏହି ସମୟରେ ସାବଧାନ ରହିବାର ବହୁତ ଆବଶ୍ୟକତା ଅଛି। ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ଆପଣଙ୍କର ବୁଦ୍ଧି, କିନ୍ତୁ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଆପଣଙ୍କର ଭାବପ୍ରବଳତା ବା ଇମୋସନାଲ ହୋଇ ନିଷ୍ପତ୍ତି ନେବା। ଆପଣ ନିଜର ସରଳ ସ୍ୱଭାବ ଯୋଗୁଁ ପ୍ରାୟତଃ ସେଇମାନଙ୍କୁ ବିଶ୍ୱାସ କରିନିଅନ୍ତି ଯେଉଁମାନେ ପଛରେ ଆପଣଙ୍କର ଚେର କାଟୁଥାନ୍ତି। ବ୍ରହ୍ମାଣ୍ଡ ଆପଣଙ୍କୁ ପ୍ରତିଦିନ କିଛି ନା କିଛି ସଂକେତ ଦେଉଛି। ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କୁ ଭେଟିବା ହେଉ କିମ୍ବା ସ୍ୱପ୍ନରେ ଦେଖାଯାଉଥିବା କିଛି ବିଶେଷ ସଂକେତ। ଯେତେବେଳେ ଆପଣ ସକାଳୁ ଉଠନ୍ତି ଏବଂ ବିନା କାରଣରେ ମନରେ ଏକ ଅସ୍ଥିରତା ପ୍ରକାଶ ପାଏ, ସେତେବେଳେ ବୁଝିଯାଆନ୍ତୁ ଯେ ରାହୁ ଆପଣଙ୍କ ଚେତନାକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ସମୟରେ ନିଜକୁ ଶାନ୍ତ ରଖିବା ହିଁ ଆପଣଙ୍କର ସବୁଠାରୁ ବଡ଼ ବିଜୟ। ଆଗାମୀ 72 ଘଣ୍ଟା ଆପଣଙ୍କ ଧୈର୍ଯ୍ୟର ଅଗ୍ନି ପରୀକ୍ଷା ନେବ। ଧନ ମାମଲାରେ ଆପଣଙ୍କୁ ଲାଗିପାରେ ଯେ ନିବେଶ କରିବା ପାଇଁ ଏହା ସଠିକ୍ ସମୟ, କିନ୍ତୁ ମନେ ରଖନ୍ତୁ, ଭ୍ରମର ବାଦଲ ମଧ୍ୟ ଆପଣଙ୍କୁ ଘେରି ରହିଛି। ଆପଣଙ୍କୁ ନିଜ ବାଣୀ ବା କଥା ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଅନେକ ସମୟରେ ସତ୍ୟ ବହୁତ ପିତା ହୋଇଥାଏ ଏବଂ ଆପଣଙ୍କର ଏହି ସ୍ପଷ୍ଟବାଦୀ ଗୁଣ ଯୋଗୁଁ ନିଜର ଲୋକମାନେ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯାଇପାରନ୍ତି। କିନ୍ତୁ ଯଦି ଆପଣ ଏହି ସମୟରେ ନିଜର ଶକ୍ତିକୁ ସଞ୍ଚିତ କରି ରଖିବେ, ତେବେ ଶନିଦେବଙ୍କ ସେହି ଗୁପ୍ତ ବରଦାନ ଆପଣଙ୍କୁ ମିଳିବ, ଯାହାକୁ ଆପଣ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। ଆମେ ଅନେକ ସମୟରେ ଜୀବନର ବାସ୍ତବତା ଭିତରେ କିଛି ଛୋଟ ଛୋଟ ଭୁଲ କରିଦେଉ, ଯେମିତିକି ସୂର୍ଯ୍ୟାସ୍ତ ସମୟରେ ଘରେ ଅନ୍ଧାର ରଖିବା କିମ୍ବା କୌଣସି ଅସହାୟ ବ୍ୟକ୍ତିଙ୍କୁ ଅନାଦର କରିବା। କୁମ୍ଭ ରାଶି ପାଇଁ ଏହି ଛୋଟ ଭୁଲ ଗୁଡ଼ିକ
ଭାଗ୍ୟର ସବୁଠାରୁ ବଡ଼ ବାଧା ସାଜିଥାଏ। ଆଗାମୀ ଦିନରେ ଆପଣଙ୍କ ଶତ୍ରୁମାନେ ସକ୍ରିୟ ହୋଇପାରନ୍ତି, କିନ୍ତୁ ଆପଣଙ୍କୁ ଲଢ଼ିବାକୁ ପଡ଼ିବ ନାହିଁ। କେବଳ ସଜାଗ ରହିବାକୁ ହେବ। ଆପଣଙ୍କର ପ୍ରକୃତ ଶତ୍ରୁ ବାହାରେ ନାହିଁ, ବରଂ ଆପଣଙ୍କ ଭିତରେ ଥିବା ସେହି ଡର ଭିତରେ ଅଛି, ଯାହା ଆପଣଙ୍କୁ ଆଗକୁ ବଢ଼ିବାରୁ ରୋକୁଛି। ଖୁବ୍ ଶୀଘ୍ର ଆପଣଙ୍କ କ୍ୟାରିୟରରେ ଏକ ବଡ଼ ସଫଳତାର ଯୁଗ ବନୁଛି, କିନ୍ତୁ ଆପଣ ସେହି ସୁଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି ତ? ଅନେକ ସମୟରେ ସୁଯୋଗ ଆମ ଦୁଆର ଖଟାଏ, ହେଲେ ଆମେ ଆମର ପୁରୁଣା ଅଭ୍ୟାସରେ ବୁଡ଼ି ରହିଥାଉ। ଆପଣଙ୍କୁ ଆପଣଙ୍କର ଦିନଚର୍ଯ୍ୟାରେ ଏକ ଛୋଟ ପରିବର୍ତ୍ତନ କରିବାକୁ ହେବ। ରାତିରେ ଶୋଇବା ପୂର୍ବରୁ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ ଏବଂ ଦିନସାରାର କର୍ମକୁ ବିଶ୍ଳେଷଣ କରନ୍ତୁ। ଏହା ଆପଣଙ୍କୁ ସେହି ମାନସିକ ଶାନ୍ତି ଦେବ ଯାହା କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ। ବିଶ୍ୱାସ ରଖନ୍ତୁ, ଆପଣଙ୍କ ଜୀବନର ସବୁଠାରୁ ସୁବର୍ଣ୍ଣ ଅଧ୍ୟାୟ ଏବେ ବି ଲେଖା ହେବା ବାକି ଅଛି। ବ୍ରହ୍ମାଣ୍ଡ ଆପଣଙ୍କୁ କେବେ ବି ଖାଲି ହାତରେ ଛାଡ଼ିବ ନାହିଁ, କାରଣ କୁମ୍ଭ ରାଶିର କଳସ ଯେତେବେଳେ ଭରିଯାଏ, ସେତେବେଳେ ଏହା କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଝଲକିଥାଏ। ଶେଷରେ ଏତିକି ମନେ ରଖନ୍ତୁ, ସମୟ କେବେ ଅଟକି ରହେ ନାହିଁ ଏବଂ ଗ୍ରହମାନଙ୍କର ସ୍ଥିତି ସବୁବେଳେ ଏକାଭଳି ରହେ ନାହିଁ, କିନ୍ତୁ ଆପଣଙ୍କର କର୍ମ ଏବଂ ଅତୁଟ ବିଶ୍ୱାସ ଯେକୌଣସି ଗ୍ରହର ଗତିକୁ ବଦଳାଇବାର ଶକ୍ତି ରଖେ। ଯଦି ଆପଣ ଏହି ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ନିଜ ମନରେ ସେହି ସଂକଳ୍ପକୁ ଦୋହରାନ୍ତୁ ଏବଂ ଏକ ନୂଆ ଶକ୍ତି ସହିତ ଆଗକୁ ବଢ଼ନ୍ତୁ। ସଫଳତା ଆପଣଙ୍କୁ ଅପେକ୍ଷା କରିଛି। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।